ଜଙ୍ଗଲର ଗଭୀରରେ ଏକ ସୁନ୍ଦର ପୁଷ୍କରିଣୀଟିଏ ଥିଲା, ଯେଉଁଠାରେ ପଶୁମାନେ ପ୍ରତିଦିନ ସନ୍ଧ୍ୟାରେ ପାଣି ପିଇବାକୁ ଆସୁଥିଲେ। ଦିନେ ଏକ ସୁନ୍ଦର ହରିଣ ସେହି ପୋଖରୀ ନିକଟକୁ ପାଣି ପିଇବା ପାଇଁ ଆସିଲା। ସେ ପାଣି ପିଉ ପିଉ ଏକ ଚମତ୍କାର ଜିନିଷ ଦେଖିବାକୁ ପାଇଲା। ସେ ପିଇବା ପାଇଁ ମୁଣ୍ଡ ତଳକୁ କରି ପୋଖରୀରେ ତାର ପ୍ରତିଫଳନକୁ ଦେଖିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା। ତାର ସୁନ୍ଦର ତ୍ୱଚା, ନରମ ମୁହଁ, ସୁନ୍ଦର ଆଖି ଏବଂ ତାର ମୁଣ୍ଡରେ ଥିବା ସେହି ଡାଳ ସଦୃଶ ଶିଙ୍ଗ ଦୁଇଟିକୁ ଦେଖି ହରିଣ ତା ମନେ ମନେ ବହୁତ ଖୁସି ହେବାକୁ ଲାଗିଲା। ତାର ପ୍ରତିଫଳନକୁ ଦେଖି ପ୍ରଶଂସା କରିବାକୁ ଲାଗିଲା। ସେ କହିଲା, ଆହା, କେତେ ସୁନ୍ଦର ଶିଙ୍ଗଗୁଡ଼ିକ ମୋର! କେଉଁଠାରେ ମୁଁ ଏହାକୁ ଦେଖିବାକୁ ପାଇନଥିଲି ଆଜି ଯାଏ। ମୁଁ କେତେ ସୁନ୍ଦର ପ୍ରାଣୀ! ମୋର ଶିଙ୍ଗଗୁଡ଼ିକ କେତେ ଚମତ୍କାର! ଶିଙ୍ଗ ଦୁଇଟି ମୋ ମୁଣ୍ଡରେ ମୁକୁଟ ସଦୃଶ ଦେଖାଯାଉଛନ୍ତି। ସେ ଏହା ଭାବି ଭାବି ଜଙ୍ଗଲ ଆଡ଼କୁ ଗଲା ଆଉ ନିଜକୁ ସବୁ ଦିଗରୁ ଦେଖି ଖୁସି ହେବାକୁ ଲାଗିଲା। କାରଣ ସେ ଭାବୁଥିଲା, ଜଙ୍ଗଲର ସବୁ ପଶୁମାନଙ୍କ ଠାରୁ ମୁଁ ହେଉଛି ଅତ୍ୟନ୍ତ ସୁନ୍ଦର। ମୋ ପରି ସୁନ୍ଦର କେହି ନାହାନ୍ତି। ତାପରେ ସେ ଦେଖିଲା ଯେ ତାର ଗୋଡ଼ ଚାରୋଟିକୁ, ତାର ଗୋଡ଼କୁ ଦେଖି ସେ ଘୃଣା କରିବାକୁ ଲାଗିଲା। କାରଣ ତାର ଗୋଡ଼ ଚାରୋଟି ତା ମୁହଁଠାରୁ ଅସୁନ୍ଦର ଥିଲା ଆଉ ବହୁତ ପତଳା ମଧ୍ୟ ଥିଲା। ସେ ଭାବିଲା, ହାୟ ରେ ହାୟ, ମୋ ମୁହଁ ପରି ଯଦି ମୋ ଗୋଡ଼ ସୁନ୍ଦର ହୋଇଥାନ୍ତା, ତାହେଲେ ମୁଁ ଆଉ ଟିକିଏ ଅଧିକ ଖୁସି ହୋଇଥାନ୍ତି। ଏପରି ଭାବି ହରିଣ ନିଜର ସୁନ୍ଦର ମୁହଁ ପାଇଁ ଗର୍ବ କରିବାକୁ ଲାଗିଲା ଆଉ ଜଙ୍ଗଲ ସାରା ଘୁରି ବୁଲୁଥିଲା। ଏପରି ସେ ଘୁରି ବୁଲୁ ବୁଲୁ ସେ ଜାଣିପାରିଲା ନାହିଁ ଯେ ତା ପଛପଟୁ ଗୋଟିଏ ସିଂହ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇକି ଅଛି। ସେ ନିଜର ଶରୀର ବିଷୟରେ ଭାବୁ ଭାବୁ ସିଂହର ପାଦ ଚିହ୍ନ ତାକୁ ଶୁଭିବାକୁ ଲାଗିଲା ଆଉ ସେ ମୁଣ୍ଡକୁ ଉପରକୁ ଉଠାଇ ଦେଖେ ତ ସିଂହ ତା ପଛପଟେ। ସେ କୌଣସି ମତେ ସେଠାରୁ ତାର ଲମ୍ବା ଗୋଡ଼ ସାହାଯ୍ୟରେ ସିଂହ କବଳରୁ ଦୌଡ଼ି ସେଠାରୁ ପଳାଇଗଲା। ସିଂହ ମଧ୍ୟ ତାକୁ ଅନୁସରଣ କରିଗଲା, କାରଣ ସେ ଏତେ ବଡ଼ ହରିଣଟାକୁ ହାତଛଡ଼ା କରିବା ପାଇଁ ଚାହୁଁନଥିଲା। ହରିଣ ଶୀଘ୍ର ଦୌଡ଼ି ସେଠାରୁ ପଳାଇଗଲା। ସିଂହ ତାର କ୍ରମାଗତ ଭାବରେ ତାକୁ ଗୋଡ଼ାଇ ଚାଲିଲା। ତାପରେ ହରିଣ ଦୌଡ଼ି ଦୌଡ଼ି କେଉଁଆଡ଼େ ଯାଉଛି ଜାଣିପାରିଲା ନାହିଁ। ସେ ଯାଇ କିଛି ବୁଦାଳିଆ ଗଛ ତଳେ ପହଞ୍ଚିଗଲା, ଯେଉଁଠିକି ଗଛଗୁଡ଼ିକର ଶାଖାଗୁଡ଼ିକ କମ୍ ଉଚ୍ଚାରେ ଥିଲା। ଯାଉ ଯାଉ ହରିଣର ଶିଙ୍ଗ ଦୁଇଟି ସେ ଗଛ ଡାଳରେ ଫସିଗଲା। ସେ ଶିଙ୍ଗ ଦୁଇଟିକୁ ମୁକ୍ତ କରିବାକୁ ସଂଘର୍ଷ କଲା, କିନ୍ତୁ ଶିଙ୍ଗଗୁଡ଼ିକ ଅଧିକରୁ ଅଧିକ ଟାଙ୍ଗିଆ ହୋଇ ରହିଥିଲା। ତେଣୁ ସେ ଶିଙ୍ଗଗୁଡ଼ିକ ବାହାର କରିପାରୁନଥିଲା। ସେ ସିଂହର ନିକଟତର ହୋଇଥିବାର ଶୁଣି ଦୁଃଖିତ ହେବାକୁ ଲାଗିଲା, କିନ୍ତୁ ଖସିଯିବାର କୌଣସି ଉପାୟ ନଥିଲା। ସିଂହ ଗଛ ପାଖକୁ ଆସି ପହଞ୍ଚିଗଲା ଆଉ ହରିଣକୁ ଆକ୍ରମଣ କରିବାକୁ ଲାଗିଲା। ଏହି ସମୟରେ ହରିଣ ମନେ ମନେ ଭାବିବାକୁ ଲାଗିଲା, ମୁଁ ବୋକା ଥିଲି। ମୁଁ ନିଜ ଶରୀରକୁ ନେଇ ଗର୍ବ କରୁଥିଲି ଆଉ ମୋର ଗୋଡ଼ ଦୁଇଟିକୁ ମୁଁ ଅସୁନ୍ଦର ବୋଲି କହୁଥିଲି, କିନ୍ତୁ ଏଇ ଗୋଡ଼ ଯୋଗୁଁ ମୁଁ ବଞ୍ଚିଯାଇ ପାରିଥାନ୍ତି। ମୁଁ ମୋର ଶିଙ୍ଗ ଆଉ ମୁହଁକୁ ଦେଖି ବୃଥା ସ୍ୱପ୍ନ ଦେଖୁଥିଲି। ମୋର ଏ ଶିଙ୍ଗ କୌଣସି କାମକୁ ଆସିଲା ନାହିଁ। ଯାହା ପାଇଁ ମୁଁ ଏତେ ଗର୍ବ କରୁଥିଲି, ସେହି ଶିଙ୍ଗ ହିଁ ମୋର ଜୀବନ ନେବାକୁ ବସିଛି। ମୁଁ ମୋର ମୁଣ୍ଡ ଉପରେ ବିଶ୍ୱାସ କରିଥିଲି, ଯାହା ମୋତେ ବିଶ୍ୱାସଘାତକତା କରିଛି, ଏବଂ ମୁଁ ମୋର ଗୋଡ଼ରେ ଦୋଷ ପାଇଲି, ଯାହା ଅନ୍ୟଥା ମୋତେ ଦୂରେଇ ଦେଇଥାନ୍ତା। ହାୟ ହାୟ, ହରିଣ ଏହା କହି କାନ୍ଦିଲା ଆଉ ଶେଷରେ ସିଂହର ଆହାର ହେଲା। ତେଣୁ ଆମେ ଏହି ଗପରୁ କ'ଣ ଶିଖିଲେ ନା, ଆମ ପାଇଁ ଯାହା ଉପଯୋଗୀ ଆମେ ତାହା ସବୁବେଳେ ପ୍ରାୟତଃ ଘୃଣା କରିଥାଉ।